ସୁରଭି 2024 ଚତୁର୍ଥରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ସୃଜନଶୀଳ ଲିଖନ ବା କ୍ରିଏଟିଭ୍ ରାଇଟିଂର ଆମ ଲୋକକଳା ଆମ ଗୌରବ ବିଷୟରେ ଚାଲନ୍ତୁ ଆଲୋଚନା କରିବା। ଆମ ଲୋକକଳା ଆମ ଗୌରବ। ଉତ୍କୃଷ୍ଟ ସଂସ୍କୃତିର ଦେଶ ଉତ୍କଳ ଏବଂ ଆମ ସଂସ୍କୃତିର ମାନଦଣ୍ଡ ହେଉଛି ଲୋକକଳା। ନିଆରା ଲଳିତ କଳା ଓ ଉପଯୋଗୀ କଳାର ନିଦର୍ଶନ ଏଠାକାର କଳା ଓ ସଂସ୍କୃତି। ଇତିହାସର ମଲାଟ ଖୋଲି ଦେଖିଲେ ଲୋକକଳାର ବିଶେଷତ୍ୱ ଆମେ ଭଲ ଭାବରେ ବୁଝିପାରିବା। ଆମ ଓଡ଼ିଶାର ଲୋକକଳା ଲୋକ ସଂସ୍କୃତି ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରେ। ଓଡ଼ିଶୀ ନୃତ୍ୟ, କଳାହାଣ୍ଡିର ସିଂଘାରୀ ନୃତ୍ୟ, ଗଞ୍ଜାମର ଭାରତଲୀଳା, ସମ୍ବଲପୁରର ରସରକେଲି ଆଦି ଅନେକ ଲୋକନୃତ୍ୟ ଓଡ଼ିଶାର ଗର୍ବ ଓ ଗୌରବ। ରାଜ୍ୟର କୋଣ ଅନୁକୋଣରେ ଭରି ରହିଛି ଆମ ଲୋକକଳାର ମହତ୍ତ୍ୱ। ଲୋକକଳା ଓ କଳାକାରମାନଙ୍କୁ ଜୀବନ ଦେବା ଲାଗି ଏହାକୁ ବଞ୍ଚାଇ ରଖିବା ସହିତ ଏହାର ପ୍ରଚାର ପ୍ରସାର କରିବା ମଧ୍ୟ ସେତିକି ଜରୁରୀ। ଲୋକକଳାର ପରିବେଷଣ ମାଧ୍ୟମରେ ଲୋକେ ମନୋରଞ୍ଜନ ହେବା ସହିତ ଲୋକକଳା ମଧ୍ୟ ବଞ୍ଚୁଛି। ଯଦି ଏହା ନ ହୁଏ ଧୀରେ ଧୀରେ ଏହା ଡେଡ୍ ଆର୍ଟ ବା ମୃତ କଳାରେ ପରିଣତ ହେବ। ତେଣୁ ଲୋକକଳା ପରିବେଷିତ ହେବା ଦ୍ୱାରା ଲୋକକଳାର ପ୍ରବାହମାନତାକୁ ଅବ୍ୟାହତ ରଖାଯାଉଛି। ଏହାକୁ ନଜରରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମହୋଦୟଙ୍କ ଦ୍ୱାରା 2019 ମସିହା ଜୁନ୍ 14 ତାରିଖ ଦିନ ଆମର ପ୍ରଥମ ଲୋକକଳା ଦିବସ ପାଳନ କରାଯାଇଥିଲା। ଏହି ଲୋକକଳା ଦିବସକୁ ଓଡ଼ିଶାରେ ସୀମିତ ନ ରଖି ଏହାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଏହାର ଲକ୍ଷ୍ୟ। ଓଡ଼ିଶାରେ ଲୋକକଳା ସଂଘ ସବୁଆଡ଼େ ଅଛି। ଓଡ଼ିଶାରେ 471 ପ୍ରକାର ଲୋକକଳା ଅଛି। 1 ଲକ୍ଷରୁ ଉର୍ଦ୍ଧ୍ୱ ଲୋକକଳାକାରମାନେ ଅଛନ୍ତି। ପ୍ରାୟ 8000 ଲୋକକଳା ସଂଘ ଅଛି। ଜିଲ୍ଲା ସ୍ତରରେ ଜିଲ୍ଲା ଲୋକକଳା ସଂସ୍କୃତି ସଂଘ, ବ୍ଲକ ସ୍ତରରେ ବ୍ଲକ କଳା ସଂସ୍କୃତି ସଂଘ, ନଗର କଳା ସଂସ୍କୃତି ସଂଘ ଏବଂ ରାଜ୍ୟ ସ୍ତରରେ ରାଜ୍ୟ କଳା ସଂସ୍କୃତି ସଂଘ ଗଠନ କରାଯାଇଅଛି। କଳାକାରମାନଙ୍କୁ ଜୀବିତ ରଖିବା ପାଇଁ ଏବଂ ନୂତନ କଳାକାରମାନ ସୃଷ୍ଟି ପାଇଁ ଗାଁ ଗାଁରେ ପ୍ରୋଗ୍ରାମ ହେବା ସହ କଳାକାର ଭତ୍ତା ମଧ୍ୟ ସେମାନଙ୍କୁ ପ୍ରଦାନ କରାଯାଉଅଛି। ୟୁନିସେଫ୍ ଏହି ଲୋକକଳା ସହିତ ଦୀର୍ଘଦିନ ହେଲାଣି ଆସୋସିଏଟେଡ୍। ୟୁନିସେଫ୍ କାର୍ଯ୍ୟକ୍ରମକୁ ଟେକ୍ନିକାଲି ସପୋର୍ଟ ଦିଏ। କଳାକାରମାନଙ୍କର ଟ୍ରେନିଂ ପାଇଁ ଗାଇଡଲାଇନ୍ସ ତିଆରି କରିବାରେ, କେମିତି କଳାକାରମାନଙ୍କୁ ଆହୁରି ପ୍ରସାରିତ କରାଯାଇପାରିବ, କେମିତି ଲୋକକଳା ମାଧ୍ୟମରେ ସବୁ ଡାର୍କ ଏରିଆ ଯେଉଁଠି ରେଡ଼ିଓ ଟିଭି ପହଞ୍ଚି ପାରୁନାହିଁ, କନେକ୍ଟିଭିଟି ନାହିଁ, ସେହି ଜାଗାଗୁଡ଼ିକରେ କେମିତି ଯାଇ ଲୋକମାନଙ୍କ ପାଖରେ ବାର୍ତ୍ତା ପହଞ୍ଚାଇ ପାରିବେ ତାହା ଉପରେ ୟୁନିସେଫ୍ କାମ କରେ। ଲୋକକଳା ହେଉଛି ଆମ ଗୌରବ। ଏହା ଆମ ସଂସ୍କୃତିର ଆଧାର। ଲୋକକଳାକୁ ଅଧିକ ରୁଦ୍ଧିମନ୍ତ କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଲୋକକଳା ଗ୍ରାମ, ପ୍ରତ୍ୟେକ ମାସରେ ରାଜଧାନୀରେ ଆମ ଲୋକକଳା ଆମ ସଂସ୍କୃତି କାର୍ଯ୍ୟକ୍ରମ, ଏହିଭଳି ଅନେକ କାର୍ଯ୍ୟକ୍ରମ ସବୁ ହାତକୁ ନିଆଯାଇଛି। ଆମ ଲୋକକଳା ଆମ ଗୌରବ। ଏହାକୁ ନେଇ ଗର୍ବ କରିବା ସହିତ ଏହାର ପ୍ରଚାର ପ୍ରସାର ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓକୁ ଲାଇକ୍ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।